ଆଜିର ରାଶିଫଳ 20 ନଭେମ୍ବର 2025 ମସିହା ଗୁରୁବାର। ମାର୍ଗଶିର ଅମାବାସ୍ୟା, ବିଶାଖା ବିଛା। ସୂର୍ଯ୍ୟୋଦୟ ପ୍ରାତଃ 5ଟା 59 ସୂର୍ଯ୍ୟାସ୍ତ ସମୟ 5ଟା 5 କୃଷ୍ଣ ଅମାବାସ୍ୟା 9ଟା 48 ରୁ 12ଟା 20 ବିଛା ରାଶି 4ଟା 17 ରୁ 4ଟା 47। ବିଶାଖା 8ଟା 3 ରୁ 11ଟା 2। ଆଜି ତୁଳା କୁମ୍ଭ ରାଶି ପାଇଁ ଘାତବାର ଅଟେ। ଅମୃତ ବେଳା ବା ମହେନ୍ଦ୍ରା ବେଳା। ଅମୃତ ବେଳା 5ଟା 59 ରୁ 7ଟା 35, 1:59 ରୁ 3ଟା 35, 5ଟା 53 ରୁ 11ଟା 5। ମହେନ୍ଦ୍ର ବେଳା ନାସ୍ତି। ଏହି ସମୟରେ ଯେକୌଣସି କାର୍ଯ୍ୟ କଲେ ଶୁଭ ହୋଇଥାଏ। ବାର ବେଳା 3ଟା 42 ରୁ 5ଟା 5 ପର୍ଯ୍ୟନ୍ତ। କାଳ ବେଳା 2ଟା 18 ରୁ 3ଟା 42 ପର୍ଯ୍ୟନ୍ତ। ଏହି ସମୟରେ କୌଣସି କାର୍ଯ୍ୟ କଲେ ଶୁଭ ହୋଇନଥାଏ। ଚାଲନ୍ତୁ 12ଗୋଟି ରାଶି ଜାଣିବା ଏବଂ ଆପଣଙ୍କର ଦିନ କେମିତି ରହିଛି ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଦୁର୍ବଲ୍ୟ, ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନି ଜନିତ ଭୟ, ମାନସିକ ଅଶାନ୍ତି, ଶୟନର ଅସୁବିଧା, କାର୍ଯ୍ୟକ୍ଷେତ୍ର ସମସ୍ୟା, ଆଳସ୍ୟ, ସମ୍ମାନହାନିର ସମ୍ଭାବନା। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଶତ୍ରୁ ବୃଦ୍ଧି, ଅର୍ଥହାନି, ଭୟ, ସ୍ୱାସ୍ଥ୍ୟର ଅବନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ର ସମସ୍ୟା, ଆର୍ଥିକ ସମସ୍ୟାର ସମ୍ଭାବନା। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅର୍ଥ ଲାଭ, ସୁଖାଦ୍ୟ, ସୁବସ୍ତ୍ର ପ୍ରାପ୍ତି, ଯାନବାହନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନନାଶ, ସର୍ବକ୍ଷେତ୍ରରେ ସଫଳତାର ସମ୍ଭାବନା। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ଅର୍ଥ ଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମ ସ୍ୱାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତିର ସମ୍ଭାବନା। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ସ୍ୱାସ୍ଥ୍ୟ ହାନି, ଦୁଃଖ, ସର୍ବକ୍ଷେତ୍ର ବିଘ୍ନ, ପାଚନ ଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନି, ସମ୍ମାନହାନି, ଦାରିଦ୍ର୍ୟ, ପ୍ରେମର ଅସଫଳତାର ସମ୍ଭାବନା। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଭୟ, ଚିନ୍ତା, ଅର୍ଥହାନି, ପାରିବାରିକ ଅଶାନ୍ତି, ରୋଗ ସନ୍ଦେହ ଇତ୍ୟାଦିର ସମ୍ଭାବନା। କଳହ ଓ ମତଭେଦରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ସଫଳତାର ପ୍ରାପ୍ତି, ଅର୍ଥ ଲାଭ, ବନ୍ଧୁତା ସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କ ଠାରୁ ଧନ ପ୍ରାପ୍ତିର ସମ୍ଭାବନା। ଏହି ଦିନ ଶିକ୍ଷା ଓ ପରୀକ୍ଷା ଭ୍ରମଣ ପାଇଁ ଶୁଭ ଅଟେ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଅର୍ଥହାନି, ବିଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେସନ ଇତ୍ୟାଦିର ସମ୍ଭାବନା। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ଉତ୍ତମ ସ୍ୱାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ, ଭାଗଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନର ଶାନ୍ତି, ବନ୍ଧୁ ମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟର ସମ୍ଭାବନା। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ନିର୍ଭରଶୀଳତା, ଆଳସ୍ୟ, ଈର୍ଷା, ହାନି, ବ୍ୟୟ ଓ ଦୁର୍ଘଟଣା, ବନ୍ଧୁବାନ୍ଧବଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟର ସମ୍ଭାବନା। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ପ୍ରଭାବଶାଳୀ, ବନ୍ଧୁମାନଙ୍କ ସହ ସମ୍ବନ୍ଧ, ସର୍ବସୁଖ ପ୍ରାପ୍ତି, ଅର୍ଥ ଲାଭ, ସମ୍ପତ୍ତି ଲାଭ, ସ୍ୱାସ୍ଥ୍ୟର ଉନ୍ନତି, ବିବାହ ଯୋଗ, ସୁଖାଦ୍ୟ ପ୍ରାପ୍ତିର ସମ୍ଭାବନା। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଲକ୍ଷ୍ୟ ପ୍ରାପ୍ତି, ସମ୍ମାନ ବୃଦ୍ଧି, ସଫଳତା, ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ର ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖ ସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରିରୁ ଲାଭ, ଲୋକ ସମ୍ପର୍କ, ସାମାଜିକ ସମ୍ମାନ ପ୍ରାପ୍ତିର ସମ୍ଭାବନା। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।